କିଛି ଲୋକ ଅଛନ୍ତି ଆଜ୍ଞା, ସେମାନେ ସେମାନଙ୍କ କାନର ମଳି ମଧ୍ୟ ସଫା କରୁନାହାନ୍ତି, କାଳେ କାନରୁ ମଳି ବାହାରିଯିବ ତାଙ୍କର ସରିଯିବ। କିନ୍ତୁ ସେଇଭଳି ଲୋକମାନେ ଜଣେ ଦାତାକୁ ବାରମ୍ବାର ପ୍ରତାରିତ କରନ୍ତି, ଜଣେ ଅନ୍ୟ ଜଣକୁ ବାରମ୍ବାର ସେମାନେ ଆଙ୍ଗୁଠି ଉଠାଇ କହନ୍ତି ୟାର ସମାଜ ପାଇଁ କିଛି କର୍ତ୍ତବ୍ୟ ନାହିଁ, ୟାର ସମାଜ ପାଇଁ କିଛି ଦାୟିତ୍ୱ ନାହିଁ, ଇଏ ଜମା ଭଲ ପିଲା ନୁହେଁ ବା ଭଲ ଲୋକ ନୁହେଁ। ଆରେ କାନର ମଳି ସଫା କରୁନଥିବା ଲୋକଟା କେମିତି ଅନ୍ୟ ଜଣକୁ ଇଙ୍ଗିତ କରି କହିପାରୁଛି ଯେ ତୁ କିଛି ଦଉନୁ କାହାକୁ, ତୁ କାହା ପାଇଁ କିଛି କରୁନୁ ବା ତୁ କାହା ପାଇଁ କେବେ କିଛି କରିନାହୁଁ। ବୁଝିଯିବାର ଆବଶ୍ୟକତା ଅଛି ଆଜ୍ଞା। ଯେଉଁ ଲୋକମାନେ କାନର ମଳି କାନ ଭିତରେ ସାଇତିକି ରଖୁଛନ୍ତି, ସେମାନେ ଅନେକ ଜିନିଷ ତାଙ୍କ ମନ ଭିତରେ ସାଇତି ରଖିଥିବେ, କେତେବେଳେ ଆପଣଙ୍କ ପେଟରେ କିମ୍ବା ପିଠିରେ ଛୁରୀ ମାରିବା ପାଇଁ ମଧ୍ୟ ପଛାଇବେ ନାହିଁ। ସେଇଭଳି ଲୋକମାନଙ୍କୁ ଭଲରେ ଚିହ୍ନିବାର ଆବଶ୍ୟକତା ଅଛି। ଆଉ ସେମାନଙ୍କର ମତମନ୍ତବ୍ୟକୁ କେବେ ବି ଆପଣ ଦେହକୁ ନ ନେଇ ନିଜ ରାସ୍ତାରେ ଆଗେଇ ଯିବାର ଆବଶ୍ୟକତା ଅଛି। କାହିଁକିନା ସେମାନେ ଏମିତି ମନ୍ତବ୍ୟ ଦେବେ ଲୋକମାନଙ୍କ ସାମ୍ନାରେ, ଆପଣଙ୍କୁ ବଦନାମ କରିକି ହିଁ ଛାଡ଼ିବେ। ଏଇଟା କଞ୍ଜୁସଟା, ଏଇଟା ସିଏଟା, ସେ ସବୁକୁ ଭ୍ରୁକ୍ଷେପ କରିବାର ନାହିଁ, ନିଜ ରାସ୍ତାରେ ଆଗେଇ ଯିବାର ଅଛି। ସେଭଳିଆ ଲୋକଙ୍କୁ ଦୂରେଇ ଦେବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।